ଏହା ଏକ ଦୀର୍ଘ ସମୟ ପୂର୍ବରୁ ଏକ ଘଞ୍ଚ ଜଙ୍ଗଲର ଧାରରେ ଏକ ଛୋଟ ଗାଁରେ ଏକ ମାଙ୍କଡ଼ ଏବଂ ଏକ ବିଲେଇ ରହୁଥିଲେ। ଦୁହେଁ ବହୁତ ଭଲ ବନ୍ଧୁ ଥିଲେ, କିନ୍ତୁ ସେମାନଙ୍କର ଅଭ୍ୟାସ ସେ ସମ୍ପୂର୍ଣ୍ଣ ଭିନ୍ନ ଥିଲେ। ମାଙ୍କଡ଼ଟି ବହୁତ ଚାଲାକ ଏବଂ ଦୁଷ୍ଟ ଥିଲା, ଯେତେବେଳେ ବିଲେଇ ବହୁତ ଚତୁର ଥିଲା। ଦିନେ ଜଙ୍ଗଲରେ ବୁଲାବୁଲି କରୁଥିବା ସମୟରେ ସେମାନେ ଏକ ଗଛ ତଳେ ଗୋଟିଏ ରୁଟି ପାଇଲେ, ଯାହାକି ବଡ଼ ଖଣ୍ଡ ରୁଟି ଥିଲା। ଦୁହେଁ ବହୁତ ଖୁସି ଥିଲେ, କିନ୍ତୁ ସେତେବେଳେ ପ୍ରଶ୍ନ ଉଠିଲା, ରୁଟି କିପରି ସମାନ ଭାବରେ ବଣ୍ଟନ କରିବେ? ବିଲେଇ ନିଜର ଚତୁରତା ସହିତ କହିଲା, ମାଙ୍କଡ଼ ଭାଇ, ଚାଲ ଯିବା, ମୁଁ ଏହାକୁ ସମାନ ଭାବରେ ବଣ୍ଟନ କରିବି, ଯେପରି କାହାରି କମ୍ ନହେବ। ମାଙ୍କଡ଼ ବିଲେଇର କଥା ବୁଝିଗଲା ଏବଂ ରାଜି ହେଲା। ବିଲେଇଟି ଦୁଇଟି ରୁଟି ଭାଙ୍ଗିଲା, କିନ୍ତୁ ଜାଣିଶୁଣି ଗୋଟିଏ ଖଣ୍ଡକୁ ବଡ଼ ଏବଂ ଗୋଟିଏ ଖଣ୍ଡକୁ ଛୋଟ ରଖିଲା। ତାପରେ ସେ ଚତୁରତାର ସହ କହିଲା, ଆରେ ଏହି ଖଣ୍ଡଗୁଡ଼ିକ ସମାନ ନୁହେଁ, ଅପେକ୍ଷା କର, ମୁଁ ଏହାକୁ ଠିକ କରିବି। ଏହା କହି ବିଲେଇଟି ବଡ଼ ଖଣ୍ଡ ଖାଇଲା। ବର୍ତ୍ତମାନ ଦ୍ୱିତୀୟ ଖଣ୍ଡଟି ବଡ଼ ଲାଗିଲା। ବିଲେଇ ପୁଣି କହିଲା, ଆରେ ବର୍ତ୍ତମାନ ଦ୍ୱିତୀୟ ଖଣ୍ଡ ବଡ଼ ହୋଇଗଲା, ଏହା ମଧ୍ୟ ସମାନ ହେବା ଆବଶ୍ୟକ। ଏହା କହି ସେ ଦ୍ୱିତୀୟ ଖଣ୍ଡ ମଧ୍ୟ ଟିକେ ଖାଇଲେ। ମାଙ୍କଡ଼ ଏସବୁ ଦେଖିବାରେ ଲାଗିଲା, କିନ୍ତୁ ସେ କିଛି ବୁଝିପାରିଲା ନାହିଁ। ସେ ଭାବୁଥିଲେ ଯେ ବିଲେଇ ପ୍ରକୃତରେ ରୁଟିକୁ ସମାନ କରୁଛି, କିନ୍ତୁ ଧୀରେ ଧୀରେ ବିଲେଇ ପୁରା ରୁଟି ଖାଇଲା ଏବଂ ମାଙ୍କଡ଼ ପାଇଁ କିଛି ରହିଲା ନାହିଁ। ମାଙ୍କଡ଼ଟି ଦେଖିଲା ଯେ ରୁଟି ଚାଲିଯାଇଛି। ସେ କ୍ରୋଧରେ କହିଲା, ବିଲେଇ, ତୁମେ ମୋତେ ପ୍ରତାରଣା କଲ, ତୁମେ ପୁରା ରୁଟି ନିଜେ ଖାଇ। ବିଲେଇ ହସି କହିଲା, ମୁଁ କେବଳ ରୁଟି ସମାନ କରିବାକୁ ଚେଷ୍ଟା କରୁଥିଲା, ବର୍ତ୍ତମାନ ଏଥିରେ ମୋର ଦୋଷ କଣ? ମାଙ୍କଡ଼ ବହୁତ ଦୁଃଖ ଅନୁଭବ କଲା, କିନ୍ତୁ ସେ ମୁଁ ବୁଝିପାରିଲେ ଯେ ଚିନ୍ତା ନ କରି କାହା ଉପରେ ବିଶ୍ୱାସ କରିବା ଉଚିତ ନୁହେଁ। କାହାଣୀରୁ ଶିକ୍ଷା, ଆମେ ସବୁବେଳେ ଚତୁର ଏବଂ ଚତୁର ଲୋକମାନଙ୍କ ଠାରୁ ସାବଧାନ ହେବା ଉଚିତ, ଯେଉଁମାନେ ସେମାନଙ୍କର ଚତୁରତା ସହିତ ଆମକୁ ବୋକା ବନାଇ ପାରିବେ।